ଆପଣଙ୍କ ଜୀବନ, ଆପଣଙ୍କ ହେଲ୍ଥ, ଆପଣଙ୍କ ଫ୍ୟୁଚର ଆପଣଙ୍କ ହାତରେ ଅଛି। ଯଦି ଆପଣ ଆଜି ନିଜର ଧ୍ୟାନ ରଖୁଛନ୍ତି, ତାହେଲେ ଆଗାମୀ କାଲିରେ ଆପଣ ଏବଂ ଆପଣ ପାଖରେ ଥିବା ଆପଣଙ୍କ ଅତି ପ୍ରିୟର ଲୋକମାନଙ୍କ ଧ୍ୟାନ ଆପଣଙ୍କ ହେଲ୍ଥ ରଖିବ। ବହୁତ ଶାନ୍ତିରେ ଜୀବନ ଯାପନ କରିବେ। ସୋ ଥ୍ୟାଙ୍କ ୟୁ ଫର୍ ଟେକିଂ ଦ ଫାର୍ଷ୍ଟ ଷ୍ଟେପ୍ ଟୁୱାର୍ଡସ୍ ଗୁଡ୍ ହେଲ୍ଥ। ନମସ୍କାର ଓଡ଼ିଶା, ମୁଁ ଶ୍ରୀକାନ୍ତ। ଆପଣମାନେ ଦେଖୁଛନ୍ତି ଶ୍ରୀକାନ୍ତ ଚ୍ୟାନେଲ। ତ ବର୍ତ୍ତମାନ ଆମେ ଆଜି କରିବାକୁ ଯାଉଛନ୍ତି 20 ମିନିଟ୍ ୟୋଗା ଫ୍ଲୋ। ହାର୍ଟଲି ମୁଁ ଆପଣଙ୍କୁ ୱେଲକମ୍ ଜଣାଉଛି ଆଜିର ଏହି ୟୋଗା ସେସନକୁ। ଆପଣ ମୋ ସହିତ ପୁରା ମିଶିକି ଏନ୍ଜୟ କରିବେ ୟୋଗା ଜର୍ଣ୍ଣିକୁ। ଚାଲନ୍ତୁ ବିନା ସମୟ ନଷ୍ଟ ନ କରିକି ଷ୍ଟାର୍ଟ କରିବା। ତ ହାତକୁ ଆମେ ଉପରକୁ ରଖିବା ୱାର୍ମ ଅପ୍ ପାଇଁ। ତ କ'ଣ କରିବାର ଅଛି, ବର୍ତ୍ତମାନ ଆମେ ମ୍ୟାଟ୍ର ଗୋଟେ ପାଖକୁ ପଳେଇ ଆସିବା। ତାପରେ ଆମେ ଟୋରେ ଏମିତି ଅପ୍ କରିକି ଏମିତି ଚାଲିବା। ଏମିତି ଚାଲିବା ଦ୍ୱାରା ଆମର କ'ଣ ହେଇଥାଏ, ହାଇଟ୍ ଇନକ୍ରିଜ୍ ହେଇଥାଏ। ତ ସେଥିପାଇଁ ବୋଲି ଆମେ ୟାକୁ ନିହାତି ୟୁଜ୍ କରିବା। ତାପରେ ନେକ୍ସଟ ଆମେ ଚାଲିବା ଟୋରେ ଏମିତି ଗୋଡ଼କୁ ଯେଉଁ ଉପର ଭାଗକୁ ଅପ୍ କରିକି ଏମିତି ସକାଳୁ ଚାଲିବାର ଅଛି। ତ ଏମିତି ସବୁ ଷ୍ଟାର୍ଟିଂ ବେଳେ ଏମିତି ଆମକୁ 20 ସେକେଣ୍ଡ ଚାଲିବାର ଅଛି। ନେକ୍ସଟ ଆମକୁ କ'ଣ କରିବାର ଅଛି, ରାଇଟ୍ ହାତକୁ ନେଇକି ଲେଫ୍ଟ କାନ୍ଧ ପାଖରେ ରଖିବାର ଅଛି। ତାପରେ ଲେଫ୍ଟ ହାତକୁ ଏମିତି ଧରିକି, ଯେମିତି ଦେଖିପାରୁଥିବେ ବର୍ତ୍ତମାନ ସ୍କ୍ରିନରେ ଯେମିତି ହେଉଛି ସେମିତି ଧରିକି ରଖିବାର ଅଛି। ହୋଲ୍ଡ କରିବାର ଅଛି 20 ସେକେଣ୍ଡ। ତାପରେ ଅପୋଜିଟ୍ରେ ଆମେ ସେଇଟା ମଧ୍ୟ କରିବା। ଲେଫ୍ଟ ହାତକୁ ନେଇକି ରାଇଟ୍ କାନ୍ଧ ପାଖରେ ରଖିବା ଏଣ୍ଡ ତାପରେ ରାଇଟ୍ ହାତରେ ଏମିତି ଜାବୁଡ଼ିକି ହୋଲ୍ଡ କରିବା। ତାପରେ ନେକ୍ସଟ ଆମକୁ କ'ଣ କରିବାର ଅଛି, ଆମ ଯେଉଁ ହେଡ୍ ଅଛି ୱାର୍ମ ଅପ୍ ପାଇଁ ଆମେ ହେଡ୍କୁ ରୋଟେଟ୍ କରିପାରିବା। ରୋଟେଟ୍ ରୋଟେଟ୍ ରୋଟେଟ୍। ତାପରେ ଆମେ ଅପୋଜିଟ୍ ସାଇଡ୍ରେ ମଧ୍ୟ ରୋଟେଟ୍ କରିବା। ତ ରୋଟେଟ୍ 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 ରୋଟେଟ୍। ତାପରେ ନେକ୍ସଟ କ'ଣ କରିବା, ମାନେ ଅଣ୍ଟା ଭାଗକୁ ଏମିତି ପୁsh କରିବା। ତାପରେ ରୋଲ୍ କରିବା। ରୋଲ୍ 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 ଆଣ୍ଡ ରୋଲ୍ ରୋଲ୍ ରୋଲ୍। ବର୍ତ୍ତମାନ ଆମେ ଅପୋଜିଟ୍ କରିବା। ଦେଖିବା ତ ଲେଫ୍ଟ ଲେଫ୍ଟ ପୁsh, ଦେନ୍ ଆगे, ଦେନ୍ ରାଇଟ୍, ଦେନ୍ ପିछे। ଓକେ, ରୋଟେଟ୍ 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 ଆଣ୍ଡ ରୋଟେଟ୍। এইটা ଆମକୁ କ'ଣ କରିବାର ଅଛି, 20 ସେକେଣ୍ଡ କରିକି କରିବାର ଅଛି। ଓକେ, ନେକ୍ସଟ ହାତ ଉପରକୁ ରଖିବା, ଚେୟାର ପୋଜରେ ବସିଯିବା ଆଣ୍ଡ ଚେୟାର ଭଳି ରାଇଟ୍ ହ୍ୟାଣ୍ଡକୁ ନେଇକି ଲେଫ୍ଟ ଗୋଡ଼ର ନି ପାଖରେ, ଦେଖିପାରୁଥିବେ ସ୍କ୍ରିନରେ ଯେମିତି ମୁଁ କରୁଛି ସେମିତି ଆପଣଙ୍କୁ କରିବାର ଅଛି। এইটা ମଧ୍ୟ ଆମକୁ 20 ସେକେଣ୍ଡ ହୋଲ୍ଡ କରିବାର ଅଛି। ଅପୋଜିଟ୍ ସାଇଡ୍ରେ ମଧ୍ୟ କରିବା। ତାପରେ 11 12 13 14 15 16 17 18 19 20। ଓକେ, ତାପରେ ଆମକୁ ନେକ୍ସଟ କ'ଣ କରିବାର ଅଛି, ଗୋଡ଼ର ଯେଉଁ ଆଙ୍କଲ ଅଛି, ଯେଉଁଟା ରାଇଟ୍ ସାଇଡ୍ର ଗୋଡ଼ର ଷ୍ଟ୍ରେଟ୍ ରଖିବେ ଆଣ୍ଡ ଦେନ୍ ତାପରେ ବଡି ଆଗକୁ କରିବେନି, ବଡି ଷ୍ଟ୍ରେଟ୍ ରଖିବେ, ହାତ ଉପରକୁ। ତାପରେ କାଉଣ୍ଟ କରିବା। ରେଡି? 10 9 8 5 4 3 2 1। ଓକେ, ଅପୋଜିଟ୍ ସାଇଡ୍ କରିବା। ରାଇଟ୍ ହ୍ୟାଣ୍ଡ କମର ପାଖରେ, ଲେଫ୍ଟ ହ୍ୟାଣ୍ଡ ଅପ୍ ଆଣ୍ଡ ଅପ୍। ହୋଲ୍ଡ କରିବା। ବ୍ରିଥିଂ, ଆରାମ ସେ ବ୍ରିଥିଂ କରନ୍ତୁ। ବ୍ରିଥ୍। ଓକେ, ନେକ୍ସଟ ଆମେ ଯିବା। ତାପରେ ହ୍ୟାଣ୍ଡ ଓପେନ୍ କରିଥିବା ଏଣ୍ଡ ଫରୱାର୍ଡ ବେଣ୍ଡ କରିକି ଧୀରେ 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 ବଡିକୁ ଡାଉନ କରିବା। କମର ଷ୍ଟ୍ରେଟ୍ ରହିବ, ଅଣ୍ଟାଠୁ ପୁରା ବେଣ୍ଡ ହେଇକି ଷ୍ଟ୍ରେଟ୍ ରଖିବେ, ମୁଣ୍ଡ ପୁରା ଷ୍ଟ୍ରେଟ୍, ଲୁକ୍ ଅପ୍ କରିକି ରଖିବାର ଅଛି, ଆଗକୁ ଦେଖିବାର ଅଛି ଆଣ୍ଡ 20 ସେକେଣ୍ଡ ହୋଲ୍ଡ କରିବାର ଅଛି। ତାପରେ ଆମେ ନେକ୍ସଟ କ'ଣ କରିବା, ହ୍ୟାଣ୍ଡ ଏମିତି କ୍ରସ୍ କରିକି ଡାଉନ ଯିବା ଆଣ୍ଡ ଗୋଟେ ରାଇଟ୍ ସାଇଡ୍ ହାତକୁ ଉପରକୁ କରିବା, ଲେଫ୍ଟ ହ୍ୟାଣ୍ଡକୁ ତଳେ ଏମିତି ମ୍ୟାଟ୍ରେ ରଖିବା। ତାପରେ କାଉଣ୍ଟ କରିବା 20 ସେକେଣ୍ଡ। ଓକେ, ବର୍ତ୍ତମାନ ତାପରେ ଅପୋଜିଟ୍ ଯିବା। ସେଇ ସେମିତି ପୁରା ଷ୍ଟ୍ରେଚେସ୍ ଆସିବ, ଯେମିତି ଆମର ତଳ ପେଟ ଭାଗରେ ଏମିତି ଚର୍ବି ଗୁଡ଼ାକ ଯାହାର ଅଧିକ ଅଛି ମୋଡ଼ି ହେଇକି ସିଏ ଆସ୍ତେ ଆସ୍ତେ ରିଡ୍ୟୁସ୍ ହେବ। କମର ଷ୍ଟ୍ରେଟ୍ ରଖିକି ତ୍ରିକୋଣାସନ କରିବା। ତ ତ୍ରିକୋଣାସନରେ କ'ଣ କରିବାର ଅଛି,
आमको गोड़ को स्ट्रेट रखिबा गोड़ जो आंकल अच्छी पाद पाखरे एंकल को होल्ड करके बॉडी आगो को बेंड रहिबनी बैक फॉरवर्ड करके स्ट्रेट करके हाथ ऊपर को रखिबा एंड ब्रीथिंग मध्य सबुले करूथबे निश्वास नबे एंड निश्वास छाड़िबे को टाइम रे भी निश्वास अटकेबे नाही अपोजिट से सेम एंड लेग को स्ट्रेट रखिबे लेग केतले बेंड करिवेनी लेग को स्ट्रेट रखिया पय चेष्टा सब बेले करिवे तापरे से एंकल को होल्ड करिवे गोड़ जो एंकल को एंड अप ओके तापरे हमें नेक्स्ट कौन करिवार अछि हैंड को ओपन करिया ओपन करिकी गोड़र राइट गोड़र एंकल को टच करिवा एंड ट्विस्ट करिकी ऊपर को होल्ड करिवार अछि तापरे होल्ड करिवार अछि तापरे नेक्स्ट आमे अपोजिट साइड रे सेमती मध्य एंगल को होल्ड करिकी हैंड अप करिवा तापरे होल्ड करिवा 20 सेकंड ओके वर्तमान नेक्स्ट टाइम करूछंती देख पाते जेमती करूछि तो एटा टिके एडवांस पोज तो आपण निहाती ट्राई करंतु ट्राई करिवार अछि एंकल को आपण स्ट्रेट रखिबे हाथ को डाउन रखिबे पाद पाखरे एंड हाथ को ऊपर अप करिवे निहाती ट्राई करंतु धीरे धीरे करके ट्राई करंतु जति अधिक आइ पारो एटा म साधारणतः जार नी प्रॉब्लम अछि एंड जार से तांको पय अवॉइड निहाती करिवे तो नेक्स्ट टाइम ट्राई करिवा वृक्षासन जोटा कि ट्री पोज तो एथरे आपण कोन हबो बॉडी बैलेंस हबो आ स्टार्टिंग बेले कोन करिवे जति आपण को एटा होउनी कांथ को मध्य धरि की यूज करि परिबे बैलेंस पय कांथरो सहायता नै परिबे ता नहले आपण कोन करिवे पाद पाखरे ही होल्ड करिवे ओके काउंट करिवा 19 20 वर्तमान आमे तळ भागरे जति योगा अछि सेही सब करिवा तो चलंतु तळ भाग को जिबा तो फ्रेंड्स आम माने वर्तमान बसिबा मल्लासन रे बसिबा द्वारा कोन कोन बेनिफिट हेता निहाती आगर मु वीडियो बनेइछि सेटा आपण देखि परिबे तो मल्लासन रे हमको बसियार अछि 30 सेकंड एमिति गोड़ को एमिति रखी तो हम जो फीट को एमिति वाइड करके रखबार अछि माने हैंड को रखी की काउंट करिवार अछि 30 सेकंड पर्यंत मल्लासन करिवा द्वारा बहुत सारा बेनिफिट होता है साधारणतः महिला मानकर बहुत सारा बेनिफिट होता है तो महिला माने निहाती करबा दरकार मल्लासन एंड हमर इंटेस्टाइन क्लियर मध्ये होता है या करबा द्वारा हमर जो पेट सफा आराम से पेट सफा मध्ये होता है तापर हमको नेक्स्ट कोन करबार अछि लेफ्ट हैंड को तळे रखी सेही मल्लासन रे राइट हैंड को अप करबार अछि एंड एटा मध्ये 20 सेकंड होल्ड करबार अछि तापर अपोजिट साइड रे मध्ये राइट हैंड को तळे रखिले एंड लेफ्ट हैंड को अप करबार अछि सेम नेक्स्ट हमको कोन करबार अछि तापर फ्रॉग पोज जोथरे कि आपण नी को वाइड करिकी लेग को एमती पछवा करिकी हैंड डाउन हेकी होल्ड करबार अछि हमको 30 सेकंड तो 30 सेकंड होल्ड करबा द्वारा यार भी बहुत बेनिफिट अच्छे एक्चुअली बेनिफिट है कि हमर जॉइंट्स हिप जॉइंट ओपन हेता है बहुत सारा बेनिफिट अच्छी जेमति कि साधारणतः महिला मान करले तांगर पीरियड ठीक टाइम रे हेता है तापर हम नेक्स्ट करिया नेक्स्ट एक्सरसाइज देखि पारथुवे एमति लेफ्ट लेग को स्ट्रेट रखिबा राइट लेग को रखि कि जेमिति स्क्रीन रे डिक्टो देखुचंदी सेमिति आपण ट्राई करंतु वर्तमान नेक्स्ट से सेम ही आमे अपोजिट साइड रे करबा ए एक्सरसाइज कला बेले निहाती ब्रीथिंग करबा पय जम्मा भी भूलिबानी ब्रीथिंग करूथबे माने निश्वास नउथबे निश्वास छाडीथबे निश्वास नउथबे एवं निश्वास छाडुथबे निहाती भाबे नेक्स्ट योगा मूव होउची वज्रासन बसिबा दरकार सब दिन खाई सारिबा परे आपण निहाती 30 सेकंड होल्ड करंतु एंड निश्वास नियंतु निश्वास छाड़ंतु निश्वास नियंतु निश्वास छाड़ंतु एंड होल्ड करंतु 20 सेकंड करिकी जदि 3 सेट करिबा मध्ये बहुत भलो तापर हम नेक्स्ट कोन करि परिबा
ଏମିତି ହାତକୁ ପଛକୁ ନେଇକି ହୋଲ୍ଡ କରିବା ଆଣ୍ଡ ଫୋरहेଡକୁ ନେଇକି ମ୍ୟାଟ୍ରେ ଟଚ୍ କରିବା। ଟଚ୍ କରିକି ତାପରେ ହୋଲ୍ଡ କରିବା। ହୋଲ୍ଡ କରିବା ସମୟରେ ନିହାତି ନିଶ୍ୱାସ ନେଉଥିବେ ଆଣ୍ଡ ନିଶ୍ୱାସ ଛାଡ଼ୁଥିବେ। ଯଦି ଆପଣ ବେନିଫିଟ୍ ବିଷୟରେ କିଛି ଜାଣିବାକୁ ଚାହୁଁଛନ୍ତି ନିହାତି କମେଣ୍ଟରେ କରିପାରିବେ ବେନିଫିଟ୍ସ ଲେଖିବେ ବେନିଫିଟ୍ସ। ତାପରେ ନେକ୍ସଟ ଯିବା ଆମେ ଅର୍ଦ୍ଧମୁଖାସନ ଡାଉନ୍ ଫେସିଂ ଡଗ୍, ଯୋଉଟାକି ତାର ବି ମଧ୍ୟ ବହୁତ ବେନିଫିଟ୍ସ ଅଛି। ଆମର ଲୋୟର ବେଲି ରିମୁଭ୍ ହେଇଥାଏ ଆଣ୍ଡ ତାପରେ ବହୁତ ସାରା ବେନିଫିଟ୍ସ ଅଛି। ତ ବେନିଫିଟ୍ସ ବିଷୟରେ ଯେତେବେଳେ କେତେବେଳେ ଡିସ୍କସ୍ କଲେ ନିହାତି ମୁଁ ଏସବୁ କହିବି। ତାପରେ ଆମେ ନେକ୍ସଟ କରିବା ରିଲାକ୍ସ। ଏମିତି ଜଷ୍ଟ ୱାର୍ମ ଅପ୍ ପାଇଁ ହ୍ୟାଣ୍ଡକୁ ପଛ ପାଖେ ରଖିକି ଲୁକ୍ ଅପ୍ କରିକି ହୋଲ୍ଡ କରିବାର ଅଛି। ଟ୍ୱେଣ୍ଟି ସେକେଣ୍ଡ ହୋଲ୍ଡ କରିବାର ଅଛି। ତାପରେ ଆମେ ନେକ୍ସଟ ଯିବା। ତାପରେ ଏମିତି ଦେଖିପାରୁଥିବେ ସ୍କ୍ରିନରେ ଯେମିତି ମୁଁ କରିଛି ଆପଣଙ୍କୁ ସେମିତି କରିବାର ଅଛି ଆଣ୍ଡ ହୋଲ୍ଡ କରିବାର ଅଛି ବାଲାନ୍ସ କରିକି। ତାପରେ ନେକ୍ସଟ ଏଇଟା ହେଉଛି ଆଡଭାନ୍ସ ପୋଜ୍। ଯଦି ଆପଣ ଟ୍ରାଏ କରନ୍ତୁ, ଯଦି ହେଉଛି ନିହାତି ଭାବେ ସେଇଟା ମଧ୍ୟ ଆମେ ଅପୋଜିଟ୍ ସାଇଡ୍ରେ ବର୍ତ୍ତମାନ କରିବା। ତ କ'ଣ କରିବାର ଅଛି, ରାଇଟ୍ ଲେଗ୍କୁ ଷ୍ଟ୍ରେଟ୍ ରଖିବା ଆଣ୍ଡ ଲେଫ୍ଟ ହ୍ୟାଣ୍ଡକୁ ଷ୍ଟ୍ରେଟ୍ ରଖିବା ଆଣ୍ଡ ତାପରେ ନେକ୍ସଟ ଆମେ ହୋଲ୍ଡ କରିବା। ସେମିତି ମଧ୍ୟ ଆମେ ହୋଲ୍ଡ କରିବା। ତ ଦେଖିପାରୁଥିବେ ମୁଁ କେମିତି ହୋଲ୍ଡ କରିଛି। ଓକେ, ନେକ୍ସଟ ଆମେ କରିବାକୁ ଯାଉଛନ୍ତି ବ୍ୟାକ୍ ଷ୍ଟ୍ରେଟ୍। ଦେଖିବେ ବ୍ୟାକ୍ ବେଣ୍ଡ କରିକି ଏମିତି ପଛକୁ ପୁsh କରିକି ଯେତିକି ତଳକୁ ମଧ୍ୟ ଆପଣ ଯାଇପାରୁଛନ୍ତି ନିହାତି ଯିବେ। କାହିଁକି ଏହା ଯିବା ଦ୍ୱାରା ଆପଣଙ୍କ କ'ଣ ହୋଇଥାଏ, ବ୍ୟାକ୍ ପେନ୍ ସମସ୍ୟା ସବୁ ଦୂର ହୋଇଥାଏ। ତ ନିହାତି ଆକୁ ଟ୍ରାଏ କରିବେ। ତାପରେ ହିଁ ଆମେ ଯାଉଛନ୍ତି କ୍ୟାମେଲ ପୋଜ୍କୁ। ତ କ୍ୟାମେଲ ପୋଜ୍ କରିବା ପାଇଁ ଆମେ ତାପରେ ନେକ୍ସଟ ଟ୍ରାଏ କରିବା। ତ ଯଦି ହେଉଛି ଆପଣ ନିହାତି ଡାଇରେକ୍ଟ ଯାଆନ୍ତୁ, ଯଦି ନ ହେଉଛି ଗୋଟେ ହାତ ପଛକୁ ନେଇକି ଗୋଟେ ହ୍ୟାଣ୍ଡ ପ୍ରଥମେ ଟ୍ରାଏ କରନ୍ତୁ, ପୁଣି ନେକ୍ସଟ ଅପୋଜିଟ୍ ହ୍ୟାଣ୍ଡକୁ ଟ୍ରାଏ କରନ୍ତୁ। ତାପରେ ଆମେ ନେକ୍ସଟ ସୁଖାସନରେ ବସିଯିବା। ସୁଖାସନରେ ବସିବା ପରେ କ'ଣ କରିବାର ଅଛି, ହାତ ଉପରକୁ ଏମିତି ରଖିକି ଉପରକୁ ଷ୍ଟ୍ରେଚ୍ କରିବାର ଅଛି। ଏମିତି ଉପରକୁ ଷ୍ଟ୍ରେଚ୍, ଯେତିକି ଉପରକୁ ଷ୍ଟ୍ରେଚ୍ ହେଇପାରୁଛି ନିହାତି ଭାବରେ ଷ୍ଟ୍ରେଚ୍ କରନ୍ତୁ। ଷ୍ଟ୍ରେଚ୍ କରିବେ, ପଛ ଭାଗେ ଷ୍ଟ୍ରେଚ୍ କରିବେ। ଯେତିକି ଅଧିକ ମାତ୍ରାରେ ଷ୍ଟ୍ରେଚ୍ ହେଉଛି ନିହାତି ଭାବରେ ଷ୍ଟ୍ରେଚ୍ କରନ୍ତୁ। ଏଣ୍ଡ ଲେଫ୍ଟ ହ୍ୟାଣ୍ଡକୁ ତାପରେ ନେଇକି ରାଇଟ୍ ଲେଗ୍ର ନିରେ ହୋଲ୍ଡ କରିକି ଷ୍ଟ୍ରେଚ୍ କରନ୍ତୁ। ପଛ ଭାଗେ ଯେତିକି ହେଇପାରୁଛି ଷ୍ଟ୍ରେଚ୍ କରନ୍ତୁ। ବ୍ୟାକ୍ ବୋନ୍ ଆମର ଷ୍ଟ୍ରେଟ୍ ରଖିବା। ତାପରେ ରାଇଟ୍ ହ୍ୟାଣ୍ଡ ଆଣ୍ଡ ଦେନ୍ ବ୍ୟାକ୍। ଏମିତି ବ୍ୟାକ୍ ପେନ୍ ସମସ୍ୟା ଏଥିରେ ମଧ୍ୟ ଦୂର ହୋଇଥାଏ। ତ ଏହାକୁ ଆପଣ ନିହାତି ହୋଲ୍ଡ କରିକି ଏମିତି ରାଉଣ୍ଡ ଆଣ୍ଡ ରାଉଣ୍ଡ ଆଣ୍ଡ ରାଉଣ୍ଡ, ଏମିତି ରାଉଣ୍ଡ କରନ୍ତୁ। ଓକେ, ନେକ୍ସଟ ବର୍ତ୍ତମାନ ଆମେ କ'ଣ କରିବାର ଅଛି, ସେ ସେମ୍ ଅପୋଜିଟ୍ ସାଇଡ୍ ମଧ୍ୟ କରିବା। ଲେଫ୍ଟ ପାଖେ ଡାଉନ୍ ହେବା ଆଣ୍ଡ ଆଗକୁ ଡାଉନ୍ ସିନ୍ ଡାଉନ୍ କରିକି ଏମିତି ରାଉଣ୍ଡ ହେବା, ଏମିତି ରାଉଣ୍ଡ କରିବାର ଅଛି। ଆଇ ହୋପ୍ ୟୁ ଏଭ୍ରିୱାନ୍ ଭିଡ଼ିଓଟି ବହୁତ ମାତ୍ରାରେ ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ନିହାତି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଉ ଏମିତି ହସ ଖୁସିରେ ରହୁଥାନ୍ତୁ ଆଣ୍ଡ ଫିଟନେସ୍ ଜର୍ଣ୍ଣିକୁ ଆପଣାନ୍ତୁ। ଆଉ ସବୁଦିନେ ଡେଲି ନିହାତି ୟୋଗା କରନ୍ତୁ। ତ ପୁଣି ଦେଖା ହବ ଆଗାମୀ ଏମିତି ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହିଲି। ଜୟ ଜଗନ୍ନାଥ। ଷ୍ଟେ ଫିଟ୍, ଷ୍ଟେ ହାପି।